ହୃଦୟର ପ୍ରହେଳିକା। ସିଏ ଥିଲା ଆବେଗପ୍ରବଣା, ସ୍ରୋତସ୍ୱିନୀ ନଦୀ ପରି ବହିଯିବାକୁ ଜିଦି କରୁଥିଲା ଯେମିତି। କହୁଥିଲା ତା ଅଙ୍ଗେ ନିଭା କଥା, ତା ବି ଅସହାୟତା, ଦ୍ୱିଧା ଓ ଅପରିଣାମଦର୍ଶିତାର। କହୁ କହୁ କେତେବେଳେ ସେ ଅଣାୟତ୍ତ ହୋଇପଡ଼ୁଥିଲା। ଆଖିରେ ଲୁହ, ମୁହଁରେ ଉଦାସୀ। ସୁମତୀ ତା ଭିତରର କୋଳାହଳକୁ ଶୁଣୁଥିଲା ନୀରବରେ। ଅନୁଭବ କରୁଥିଲା ନୀଡ଼ଭଙ୍ଗା ପକ୍ଷିଣୀର ଉଦ୍ବେଗ। ହଁ, ଏମିତି ହୁଏ, ଯେମିତି ଦୋଷୀଟେ ମୁକୁଳିଯାଏ ଜେଲରୁ ପ୍ରମାଣ ଅଭାବରେ। ସାଗରରେ ମିଶିବା ଲୋଭରେ କେତେ ନଈ ଶୁଖିଯାଆନ୍ତି ନୀରବରେ। ଦୋଷୀମାନଙ୍କଠୁ ନିର୍ଦ୍ଦୋଷମାନେ କୋଉ କମ୍ ଯେ ସମସ୍ୟା ତିଆରି କରିବା ପାଇଁ। ସମସ୍ୟାର ଅଭାବ ପଡ଼େ ବୋଲି ହୁଏତ ବିଶ୍ୱାସ କରିନିଅନ୍ତି ଗୁଡ଼େ ବିଶ୍ୱାସଘାତକଙ୍କୁ, ଯାହା ସେମାନଙ୍କୁ ଛନ୍ଦି ଶ୍ୱାସରୁଦ୍ଧ କରିଦିଏ। ଆତ୍ମବିଶ୍ୱାସକୁ ଟିକି ଟିକି କରି ହାଣୁଥାଏ। ନିଜ ସରଳତା ହିଁ ଦୋଛକିରେ ଛିଡ଼ା କରାଇ ଦିଏ ଅଚାନକ, କିଛି ଚିନ୍ତା କରିବା ଆଗରୁ। ଏମିତି ଘଟେ କେବେ କେବେ। ଅନ୍ୟର ଆତ୍ମାକୁ କ୍ଷତାକ୍ତ କରି ସେମାନଙ୍କ ଲୁହରେ ନିଜ ସୁଖର ମହଲ ତିଆରି କରି କିଛି ଲୋକ ସୁଖୀ ହୁଅନ୍ତି। ଈଶ୍ୱରଙ୍କ ଅବସ୍ଥିତିକୁ ଉପହାସ କରି ସେମାନେ ଅନ୍ୟ ପାଇଁ ବ୍ୟୁହ ରଚନ୍ତି। ପାପ ପୁଣ୍ୟର ଦ୍ୱାହି ଦେଇ ନିଜେ ଛଳନାର ଈଶ୍ୱର ପାଲଟି ଯାଆନ୍ତି। ସେଭଳି ସନ୍ଧ୍ୟାର ଦୁଃସ୍ଥିତି। ଲଟିକି ରହିଥିବା ଡାଳଟେ ପରି ନା ଗଛର ନା ମାଟିର ହୋଇପାରୁଥିଲା ସେ। ସିଏ ତା ବେଦନାର କଥା କହିବା ବେଳେ ତା ସ୍ୱର ଥର ଥର କମ୍ପୁଥିଲା, କୋହରେ ଫାଟି ପଡ଼ୁଥିଲା। ତେବେ ବି ଥକି ନ ଯାଇ କହି ଚାଲିଥିଲା ତା ବିଡ଼ମ୍ବନାର କଥା। କେମିତି ଚାକିରି କରୁ କରୁ ଚାଟିଂ ପ୍ରେମରେ ପଡ଼ି ହଜାଇଥିଲା ବିଶ୍ୱାସ। ନଈ ଉପରେ ବନ୍ଧ ବାନ୍ଧିବାର ଟାଣପଣ ନେଇ ରାଜରାସ୍ତାକୁ ଗୋଡ଼ କାଢ଼ିଥିଲା ସତ, ହେଲେ ବାଟଘାଟର ଲୋକେ ଯେ ତାର ବଇରି ସାଜିବେ ତାହା ଧାରଣା ନଥିଲା। କୁଟୁମ୍ବ ତଥା ପରିବାରରେ ସାହା ହେବାକୁ ସେମିତି କେହି ନଥିଲେ। ଚଳଣି ବି ଖାସ୍ ନଥିଲା। ଘରେ ନିଜକୁ ମିଶାଇ ଚାରିଟାଣି କୁଟୁମ୍ବ। ବାପାଙ୍କ କିଡ଼ନୀ ରୋଗ ସାଙ୍ଗକୁ ବୋଉର ଡାଇବେଟିସ୍, ଭାଇର ପାଠପଢ଼ା, ଏସବୁ ଭିତରେ ନାହିଁ ନାହିଁର ସଂସାର ପରି ତା ପରିବାର ବେଶ୍ ମ୍ଳାନ। ସାନ ଭାଇ ବି.କମ୍ ଦ୍ୱିତୀୟ ବର୍ଷର ଛାତ୍ର। ସଂସାରର ଦାୟିତ୍ୱ ଏବେ ସନ୍ଧ୍ୟା ହାତରେ। ବାପା ବଜାର ଉପରେ ଷ୍ଟେସନାରୀ ଦୋକାନ କରି କୁଟୁମ୍ବ ପାଳୁଥିଲେ। ଏବେ ବି ସେଠି ବସନ୍ତି, ହେଲେ ଆଗର ସେ ଦମ୍ଭ ନାହିଁ। ଗୋଟିଏ କିଡ଼ନୀ ନଷ୍ଟ ହୋଇଯାଇଥିବାରୁ ଆଜିକାଲି ମାନସିକ ଓ ଶାରୀରିକ ଚାପରେ। ଆର କିଡ଼ନୀ କାଳେ ସଂକ୍ରମିତ ହେବ ସେ ପାଇଁ ନିୟମିତ ବ୍ୟବଧାନରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଔଷଧ ଖାଉଛନ୍ତି। ସନ୍ଧ୍ୟା ହିଁ ଦୁଃସ୍ଥିତିରେ ପରିବାରର ମାନସିକ ବଳ ସାଜିଛି। ଅଣ୍ଟା ଭିଡ଼ିଛି ଭାଇକୁ ପ୍ରତିଷ୍ଠିତ କରି ବାପାଙ୍କୁ ବିଶ୍ରାମ ଦେବାକୁ। ଯୋଗକୁ କମ୍ପାନୀ ଚାକିରିଟେ ମିଳିଯାଇଛି, ଦରମା ଚଳିଗଲା ପରି। ତେବେ କିଛି ଅଭାବପଣରେ ମନଟା ଭାରି ହୁଏ। ଅନ୍ଧକାର ରାସ୍ତାରେ କେବେ କେବେ ଆଲୋକ ଚେନାଇ ଖୋଜେ। ଭାବେ, ଦୁଃଖ ବାଣ୍ଟିବାକୁ କେହି ଜଣେ ନିହାତି ନିଜର ଜୁଟନ୍ତାନି, ଯିଏ ତା ଅସହାୟତାକୁ ନିଜ କାନ୍ଧରେ ବୋହି ଯାତନାକୁ ପାଖ ନାଳରେ ବିସର୍ଜି କହନ୍ତା, ମୁଁ ଅଛି ପରା ତୋ ପାଇଁ, ଫେର୍ ଦୁଃଖ କ'ଣ? ମନର କୋଉ ଗୋଟେ ଜାଗା ରୁଗୁ ରୁଗୁ ହୋଇ ପଡ଼େ ଏସବୁ ଭାବିଦେଲେ। ତା ବୟସର ସାଙ୍ଗସାଥୀମାନେ ଯେତେବେଳେ ପ୍ରେମରେ ଉବୁଟୁବୁ ହେଉଥିଲେ, ସିଏ କେମିତି ଅସ୍ୱାଭାବିକତାରେ ଆନମନା ହେଉଥିଲା। ଭାବୁଥିଲା, କୋଉ ଅପରିଚିତକୁ ବିଶ୍ୱାସ କରିବା କ'ଣ ଏତେ ସହଜ? ଏମାନେ କିପରି ଏତେ ସ୍ୱାଭାବିକ? ଆଜି ସିଏ ସ୍ୱମନସ୍କା ଝିଅଟିର ମନ ଦୋହଲି ଯାଇଛି। ଘରର ଦୁଃସ୍ଥିତି ସମ୍ଭାଳୁ ସମ୍ଭାଳୁ ମନଟା ଲଟାଟେ ଭଳି ଗୋଟେ ଗଛର ଆଶ୍ରା ଲୋଡ଼ିଛି। ସମୟ ବିତେଇବାକୁ ଫେସବୁକର ଆକାଉଣ୍ଟ ଖୋଲି ଦୁନିଆର ମିଛ ସୁନ୍ଦରତାରେ ହଜିଛି। ପ୍ରହେଳିକାର ମିଛିମିଛିକା ରଙ୍ଗରେ ବିହୋଡ଼ି ଉଠୁଛି। ଜୀବନଟା ସ୍ୱପ୍ନମୟ ମନେ ହେଉଛି। ହଠାତ୍ ଦିନେ ରାତି 10ଟାରେ ଫେସବୁକ ସାଙ୍ଗ ସପନ ସ୍ୱାଇଁର ମେସେଜ, ହ୍ୟାଲୋ ଡିଅର, କେମିତି ଅଛ? କିଏ ସପନ? ତା ପାଖେ ରାତି 11ଟା ବେଳେ କି କାମ ତାର? କେବେ ସେ ବନ୍ଧୁତ୍ୱ ପାଇଁ ଅନୁରୋଧ କରିଥିଲା ଓ ସେ ଗ୍ରହଣ କରିଥିଲା ମନେ ନାହିଁ, କିନ୍ତୁ ସନ୍ଧ୍ୟା କାହାକୁ ବି ଆଗୁଆ ବନ୍ଧୁତ୍ୱ ପାଇଁ ଅନୁରୋଧ କରିନି। ଏ ସପନ ବିଷୟରେ ସେମିତି କିଛି ବି ଜାଣିନଥିଲା ସନ୍ଧ୍ୟା। ସେ ମେସେଜ ଦେବା ପରେ ପୁଣି ଥରେ ତା ଟାଇମ୍ ଲାଇନକୁ ଯାଇ ପରଖିଲା। ଏତିକି ଜାଣିଯାଉଥିଲା ଯେ ସେ ପୁରୀରେ ରହି ବେପାର କରେ, ତେବେ ଅବିବାହିତ। ଏତିକି ବାଦ୍ ଆଉ କିଛି ଖବର ଜଣାନଥିଲା। ହେଲେ ତା ପାଖେ ସପନର କି କାମ ଥାଇପାରେ? ମେସେଜ କି ଫେସବୁକରୁ କ'ଣ କାହାକୁ ଠିକରେ ବୁଝି ହୁଏ? ଏମିତି ତ ଅନେକ ମେସେଜ ଆସେ ଅନାବଶ୍ୟକ ଲାଗିଲା ପରି। ଏ ମେସେଜ ବି ସେହି ତାଲିକାଭୁକ୍ତ ଭାବି ଗୁରୁତ୍ୱ ଦେଲାନି ସନ୍ଧ୍ୟା। ଅଫିସର ମେଲ୍ ଚେକ୍ କଲା, ୟୁଟ୍ୟୁବରୁ ଗୀତ ଶୁଣିଲା ପୂର୍ବପରି।
गीत शुणु शुणु सान भाईर सार्ट्रे बोताम लगेला, मैगी बनैला, बापा माँ को चा परसिला, पुणी मेसेज ट्यून आसिला, कथा हेबनी? सुकुमारी राजकुमारी परी तुमे खूब सुंदर, सतेज मल्ली अवा रजनीगंधा परी महकुच मो पाखे जेपरी, नैसर्गिक भाव भरपूर, सेठी बास्ना अच्छी, रूप भी अच्छी, यही जेमिति तुम पूर्व प्रोफाइल फोटो खूब मन छुआ। अनेक समय से फोटो को देखे सेव करी रखी मोबाइल रे। तेबे भी संध्या चुप, मनरे संदेह एते कथा ए लोकटा कहीं कहूँ हठात, सी कौन सतरे एते सुंदर? निजको आईनारे परखिला, या भितरे सी बरंग मलिन पड़ी, गालरू मांस तलू ओहली पड़ाणी, आखि चारिपटे कला दाग, मुह सारा व्रण। तेबे भी ए लोक आखिरे से सुंदरी, हुए तो मिछ कहूथिब समय बितेबाकू, ऑफलाइन हैला इच्छा न थाई भी। तेबे भी राति जाक गुड़े भावनार बीतीगला। आज जाए ए अमूलक प्रशंसा शुणिनी केबे। हाँ, केही केही प्रेम निवेदन करिसेंती, किंतु ए सपन परी काव्यिक नुहे, ता कथारे सम्मोहन अच्छी। नईले रातिटा सारा से कथा सबू ता आखि आगे नाचंता कहीं। परदिन सकाळू सफन मेसेंजररू खूब गुड़े मेसेज थिला, जार प्रत्येक शब्दरे आवेग थिला, अनुराग सह प्रतिबद्धता थिला। संध्या मन कांदी उठिला नीरवरे। एमिति तो लागिनी केबे, जीवन रे एते प्रशंसा कौन कोउटी शुणिथिला, ताकू कौन एते निरेखी केही देखिथिला? दायित्वबोधरे संतुली होई स्वाभाविक जीवन बंचिबाकू भूली जाइथिला। आज किंतु काहा कथा ता जड़ पिंडरे प्राण संचार करिछि। झाउणी पड़िथिबा गछ मुड़े जेमिति केही पानी छिंची सतेज करि देइछि। पुणी ता मनकू किलबिल करी कहिछि, जीवन खूब सुंदर, सारा संसार सुखरे भर्ती, चल सबु भूली जी नेबा निज पाई किछि क्षण, किछि तोर, किछि मोर, आउ किछि आमर। संध्या चाहिला मथा टेकी, अंधा दुनिया दौड़ू दौड़ू किछि क्षण अटकी गला। मनटा चित्रित होईगला विभिन्न रंगरे। ए जाए सी ताकू किछि उत्तर करिनी, तेबे भी सी निज मन कथा कही चलीछि कौनसी प्रत्याशा न रखी। सतरे बड़ अद्भुत लोकटा, या उपरे भरोसा करा जाई पारे। हुए तो निज अलक्ष्य खोजुवा सहारा, अबा बसाटे रचि हेउथुवा शक्त डालटे से। धीरे धीरे संपर्कटे बढ़ी उठिला विश्वासर द्वाही देई। तापरे फोन रे कथबार्ता स्वप्न परी लागुथिला संध्या को। सतरे जीवनटा खूब सुंदर। एठी सोरिषर हलदी रंग साथे मंदारर लालिमा अछि, सबुज खेत साथे नील आकाश मित बसिछि। जीवनर बाधा विघ्न आउ कष्ट देला नहीं। किछि मास अतिक्रांत होईगला। आजिकाली सपन खूब कम मेसेज करे, बेसी गपे फोन रे। पुरी रे को गली रे शाड़ी दुकानटे अच्छी ता बापा आजा अमलरू, सेठी प्राय रहे से विलंबित राति जाए। पर्वपर्वाणी रे भिड़ हुए जहाँ, अन्य समय रे प्राय फांका। दुई झीओंक परे बापा माँकर गोटे बोली पुओ सीए। अवश्य झीओ माने विवाह करिगलेनी, केबे केबे बापा दुकान संभाली नियंती। एमसीए करि सारिला परे बाहरे चाकरी करबाकू माँ चाहिलेनी। एकमात्र पुओ बिना सी को बंचिबा शिखिथिले जे, बापा भी निज मत बसाइले। गोटे बोली पुओ, पाठशाठ पढ़ी शिक्षित हेले सेईटा यथेष्ट। बाहर को न जाई बरंग दुकान संभाली नेउ, ठीक रे बेपार कले टंका गोटेई पारिबनी। निज मर्जीर मालिक हेउ, अन्यर चाकर न बोलऊ। सपनर बंचिबा शैली भी संभ्रांत श्रेणीर थिला। तेबे संध्या आज जाई ताठू किछि ग्रहण करिनी जिनिस आकार रे। सी भी केबे जाचिनी। संपर्क केवल विश्वास और बुझामणा को नहीं। केबे केबे संध्या निज मन कथा कहे, केबे केबे सपन निज मन कथा जोड़े। केबे उड़ी जाउथिबा चढ़ई सेमानक प्रसंग हो जाए, तो केबे भसा बादल कथा परिसर को आसी जाए। कथा सीमा सरहद डेई व्यापी जाए आकाश रे। पवनर भेड़ा हुई उड़ई निए दुख जंत्रणा। हठात दिन राति 11टारे सपनर फोन, ता स्वर थरुथिला। 60,000 टंका निहाती आवश्यक पड़ी बापांक चिकित्सा पाई। सी एबे हस्पिटाल रे। सप्ताह भितर फेरई देवी सुधमूल सह। असुविधारे पड़ जाइछि बोली कहली, भूल बुझीबनी। संध्या पचारिला, एबे मो पाखे 40,000 टंका अच्छी, किंतु नेब किपरि? काली मो दुकान पिलाटी जाई तुम ठिकଣା अनुसार नहीं आसीबो। तेबे मौसांक अश्रु आरोग्य कामना करुछि, तांक सह निजर भी जत्न नेब। सकाळ हेउ हेउ ता कथा मुताबक पिलाटी आसी नहीं गला 40,000 टंका, जहाँ सी निज बाहागरर गहना करने को साइथिला।
15 ଦିନ ବିତିଗଲେ ବି ସପନ ଟଙ୍କା ଦେବାର ନାଁ ଧରିଲାନି। କିନ୍ତୁ ତା ବ୍ୟବହାରରେ ପରିବର୍ତ୍ତନ ହୋଇସାରିଥିଲା। କଥାରେ କଥାରେ ତୁମ ମୋ ଭିତରେ ତଫାତ୍ ନାହିଁ। ତୁମ ଜିନିଷ ମୋର ଓ ମୋ ଜିନିଷ ତୁମର। ତୁମେ ମୋ ମନ ଭିତରେ ଘର କରିନେଇଛ ଆଦି କଥା କହି ଆହୁରି ନିବିଡ଼ ହେବାକୁ ଚେଷ୍ଟା କରୁଥିଲା। ଦିନେ ସପନ ତାକୁ ଡାକିଲା ପୁରୀର ଗୋଟେ ହୋଟେଲକୁ କିଛି ସମୟ ଏକାନ୍ତରେ ବିତାଇବାକୁ। କାହିଁକି କେଜାଣି ସନ୍ଧ୍ୟାର କିନ୍ତୁ ବିଶ୍ୱାସ ତୁଟି ଯାଉଥିଲା। ଦିନେ ସପନର ଅଜାଣତେ ସେ କହୁଥିବା ଜାଗାରେ ପହଞ୍ଚି ଖୋଜିଲା ତାର ଠିକଣା। ସେମିତି କାହାକୁ ପାଇଲାନି। ମେସେଞ୍ଜରରେ ଏ କଥା କହିବାରୁ ଓଲଟା ଅବିଶ୍ୱାସ କରୁଛ ବୋଲି ଦୋଷାରୋପ କଲା ସପନ। 2 ମାସ ପରେ 40,000 ଫେରାଇଲା ସତ, କିନ୍ତୁ ବହୁବାର କହିବା ପରେ। ସନ୍ଧ୍ୟା ବୁଝିବାକୁ ଚେଷ୍ଟା କରିଥିଲା। ରୋଜ ବେପାରରୁ କଞ୍ଚା ଟଙ୍କା ଛାଣୁଥିବା ଲୋକଟି ପାଖେ 60,000 କ'ଣ ଏତେ ବଡ଼ ଟଙ୍କା ଯେ ତାକୁ ମାଗିବାକୁ ପଡ଼ିଲା? ତାର କ'ଣ ଆଉ କେହି ବନ୍ଧୁ ନଥିଲେ? ସନ୍ଧ୍ୟାର ମନ ଭାଙ୍ଗି ଯାଇଥିଲା। ସେବେଠୁ ସପନର ଫୋନ୍ ଉଠେଇଲାନି ପ୍ରତିବାଦରେ। ଶକ୍ତ ଆଘାତ ପାଇ ନିଜକୁ ହଜାଇ ବସିଥିଲା କିଛି କାଳ। ସେତିକିବେଳେ ସ୍କୁଲ ସାଙ୍ଗ ସୁମତି ସହ ତାର ଭେଟ। ମୁହଁ ଶୁଖିଲା, ରଙ୍ଗ ଫିକା, ଆଖିରେ ମଲା ଚାହାଣି। ସୁମତି ପଚାରୁ ପଚାରୁ କାନ୍ଦି ପକାଇଥିଲା ସନ୍ଧ୍ୟା। ବଖାଣିଥିଲା ଗୋଟେ ମୋହ ଓ ମୋହଭଙ୍ଗର କାହାଣୀ। ସୁମତି ପାଦ ତଳୁ ମାଟି ଖସି ପଡ଼ୁଥିଲା। ସପ୍ତାହ ପୂର୍ବରୁ ତାକୁ ଯେ ବିଭିନ୍ନ ମେସେଜ ପଠେଇବାକୁ ଚାହୁଁଛି ସେଇ ସପନ ନୁହଁ ତ? ସିଏ ବି ମା ଦେହ ଅସୁସ୍ଥ କହି 60,000 ମାଗିଛି। ସିଏ ଅବଶ୍ୟ ଏଡ଼ାଇ ଯାଇଛି। ତେବେ ବି ସେ ମେସେଜ କରିଛି। ବୁଝିଲ ସୁମତି, ମୁଁ ତୁମ ପଛେ ପାଗଳ। ତୁମେ ଫିଙ୍ଗିଲେ ବି ମୁଁ ତୁମକୁ ଛାଡ଼ିପାରିବିନି। ତୁମେ ଅଛ ବୋଲି ମୁଁ ଅଛି। ଏ ସଂସାରରେ ତୁମେ ବି ସେଇ ଏକା ସୂର୍ଯ୍ୟଙ୍କୁ ଦେଖୁଛ, ଏକା ଜହ୍ନକୁ ଭୋଗୁଛ। ଇଏ କ'ଣ କମ୍ ଭାଗ୍ୟ? ସେତିକି ଏ ଜନ୍ମର ପ୍ରାପ୍ତି। ସନ୍ଧ୍ୟା କାନ୍ଦୁଥିଲା। ତା କୋଳରେ ମଥା ଦେଇ କହୁଥିଲା, ତା ଫୋନ୍ ଉଠଉନି ବୋଲି ମେସେଜ ଦେଇଥିଲା। ତୁମେ ଅଛ ବୋଲି ମୁଁ ଅଛି। ଏ ସଂସାରରେ ତୁମେ ବି ସେଇ ଏକା। ସନ୍ଧ୍ୟା ପାଟିରେ ହାତ ଦେଇ ସୁମତି କହୁଥିଲା, ଛାଡ଼ ସେ ଛୋଟ ଲୋକର କଥା। କିଛି ମଣିଷଙ୍କ ମଣିଷ ହେବାର ଯୋଗ୍ୟତା ନଥାଏ। ପଶୁ କି ପକ୍ଷୀ ହେବାର ବି ନଥାଏ ବି କୀଟ ହୋଇ ଜନ୍ମ ନେବାର। ଏମାନଙ୍କୁ ଗଛ କରି ଜନ୍ମ ଦେଲେ ହୁଏତ ବୁଝିପାରନ୍ତେ ବଞ୍ଚିବାର କେତେ କାରୁଣ୍ୟ। ତା କାନ୍ଦ ଥମି ଆସୁଥିଲା। ହେଲେ ସୁମତି ଆଖିରୁ ଝରି ଆସିଥିଲା ଲୁହ। ଲାଗୁଥିଲା ସନ୍ଧ୍ୟାର ଦୁଃଖ ସବୁ ଏବେ ଘନେଇ ଆସିଛି ତା ଆଖି ତଳେ। ସୁମତି ନିଜକୁ ଆଉ ରୋକିପାରିଲା ନାହିଁ। বন্ধুগণ, আশা করছু আপনার এই কাহিনীটি নিশ্চয় পছন্দ আসিথিব। কাহিনীটি পছন্দ আসিলে আমার এই চ্যানেলকে লাইক এবং শেয়ার করে দিয়ন্তু। হ্যাঁ, যদি আমার এই চ্যানেলকে নূয়া করি আসিছন্তি, চ্যানেলটিকে সবস্ক্রাইব করিবা সঙ্গে সঙ্গে বেল আইকনକୁ দবাই অল বটনটিକୁ চিপি দিয়ন্তু। যেতেবেলে বি এইভଳି ভিডিও ଆମ ଚ୍ୟାନେଲରେ ଆସିବ, ସର୍ବପ୍ରଥମେ ଆପଣମାନଙ୍କ ପାଖକୁ ନୋଟିଫିକେସନ ଯିବ। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ ଆଉ ଏକ ନୂଆ କାହାଣୀକୁ ନେଇ। ସେତେବେଳେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।